कृष्णाय वासुदेवाय हरये परमात्मने प्रणतः क्लेशनाशाय गोविन्दाय नमो नमः। प्रथम स्कंद दशम अध्याय। शौनक उवाच भसुत कह कृष्णवाणी संसारु तरी जाहा शुणी पंडुराजार अंतकाले दुष्टे जे राज्य नेले बळे गोविंद पादे आश्रय करी से आतताई जने मारी पंचभ्राताए एक मेळे प्रजाଙ୍କୁ पाळी राज्य कले तेबे की कले पंडुसुते स्वभावे कृष्ण रसंगते। सुत उवाच पांडव वंश रक्षा करी कुरुवंशको नरहरि क्रोध नले भस्म कले बाबाग्नि जेन्हे वनस्थले पांडवे निज राज्य मध्ये कृष्ण स्थापिले राजपदे भीष्मक तहु धर्मवाणी जेबा कहिले चक्रपाणी से वाक्य शोक मोह छाड़ी प्रजापालने चित बढ़ी आनंद मने धर्म बड़ा प्रजापालने मन देला कृष्णर तेजे राजा गणे सेवंती युधिष्ठि चरणे समुद्र अंत जाए मही धर्मनंदन आज्ञा बही प्रजावचने मेघमाल भूमि रे बरसंती जल कामधेनुर प्राय मही प्रजा कल्पिते शस्य देई गोपाल गोष्ठ मध्ये थाई अनेक क्षीर द्यंती गाई नदी बहंती पुरी जले समुद्र रहिला निश्चले पदे निज स्थाने स्थिर आवृत लता वन घोर सर्व औषधि फल जेते फलंती प्रजांक आयते प्रजांकु आधि व्याधि क्लेश न लागे तापत्रय त्रास धर्मनंदन राज्य जेते प्रजाए बंचंती निश्चिंते बंधुंक शोक शांत करी सुभद्रा प्रिय कामे हरि हस्तिनापुरे हृषिकेश भावे बंचिले केते मास द्वारका गमने उद्योगी युधिष्ठिरंकु आज्ञा मागी जन जनके करी कोल सुहृद प्रेम वाक्ये भोल रथे बसिले बनमाली तुले सकल बंधु मिली कृष्णा सुभद्रा कुंती सुते
ରାଜାଏ ଆସିଥିଲେ ଯେତେ ଗାନ୍ଧାରୀ ଧୃତ ରାଷ୍ଟ୍ର ମେଳେ ଯୁଯୁଶ୍ଚୁ ଗୌତମ ତୁଲେ ଧୌମ୍ୟ ସଙ୍ଗତେ ଭୀମ ଗଲା ଉତ୍ତରା ନାରୀ ସଙ୍ଗେ ଥିଲା କୃଷ୍ଣଙ୍କୁ ନମିଲା ଅନ୍ତରେ ପ୍ରବେଶ କଲା ଅନ୍ତପୁରେ କୃଷ୍ଣ ବିରହେ ମନ ଛନ୍ନ ସହିନ ପାରି ହତ ଜ୍ଞାନ କୃଷ୍ଣର ଭାବେ ଭାବ ବଢ଼ି ତା ସଙ୍ଗ କେ ପାରିବ ଛାଡ଼ି ଯାହାର ଯଶ ଗୁଣ କର୍ଣ୍ଣେ ନିରତେ ଭାବୁଥାନ୍ତି ମନେ ନ ଦେଖି ତାର ପଦ୍ମମୁଖ କାହିଁ ଲଭିବେ ଆତ୍ମସୁଖ ନିରତେ କରନ୍ତି ଦର୍ଶନ ସ୍ନେହ ନିର୍ଭରେ ଆଲିଙ୍ଗନ କୃଷ୍ଣଙ୍କୁ କହନ୍ତି ବଚନ ଆବରି ଶୟନ ଭୋଜନ ଏ ରୂପେ ଚିତ୍ତ ବୃତ୍ତି ଦେଇ ଚକ୍ଷୁ ପିଞ୍ଛଡ଼ା ନବଳଇ ତାହାର ସ୍ନେହେ ବଦ୍ଧ ହୋଇ ତାତହୁଁ ଅନ୍ୟେ ଚିତ ନାହିଁ ପୁରୁ ବାହାର ହୁନ୍ତେ ହରି ବିକଳେ ଯେତେ ପୁର ନାରୀ ଚକ୍ଷୁ ବୁଜିଲେ ଭାବ ଭରେ ରୋମାଞ୍ଚ ତନୁ ଅଶ୍ରୁ ଝରେ କୁଣ୍ଠିତ କଣ୍ଠେ ବାକ୍ୟ କହି ବୋଲନ୍ତି ଏକୁଆରେ ଚାହିଁ ଦ୍ୱାରକା ଗଲେ ଭାବଗ୍ରାହୀ ଆମ୍ଭର ସୁଖ ଲେଶ କାହିଁ ମୃଦଙ୍ଗ ଶଙ୍ଖ ଭେରିବାଣୀ ଘଞ୍ଚ ଦୁନ୍ଦୁଭି ଘୋଷଣୀ ସେ କୁରୁ ରାଜେ ଯେତେ ନାରୀ କୃଷ୍ଣ ବିଚ୍ଛେଦେ ତନୁ ଘାରି ଜଗତି ଅଟାଳିଆ ରୋହି ପୁଷ୍ପ ବିଞ୍ଚନ୍ତି କୃଷ୍ଣ ଚାହିଁ କୃଷ୍ଣର ଶିରେ ଶ୍ଵେତ ଛତ୍ର ରତ୍ନେ କାନେ ସୁଘଟିତ ଆନନ୍ଦେ ଘେନି ମନ ତୋଷେ ଅର୍ଜୁନ ଗୋବିନ୍ଦର ପାଶେ ବାମ ଦକ୍ଷିଣ ପାଶେ ଟେକି ବ୍ୟଜନ ଉଦ୍ଧବ ସାତ୍ୟକୀ ଚାମର ହସ୍ତେ ପୁଣି ବିଞ୍ଚି କୃଷ୍ଣେ କର୍ପୂର ଧୂଳି ସିଞ୍ଚି ଦେବେ କୁସୁମ ବରସନ୍ତି ମାର୍ଗେ ବିଜୟ ଯଦୁପତି ବ୍ରାହ୍ମଣେ ମିଳି କୃଷ୍ଣ ଆଗେ ସୁସ୍ୱରେ ସାମଗାନ ରଙ୍ଗେ ଆଶିଷ ଅର୍ଥେ ବେଦବାଣୀ ହୃଦେ ନମନ୍ତି ଚକ୍ରପାଣି ନିର୍ଗୁଣ ଗୁଣ ଯାର ଦେହି ଭାବ ଭାବ ଯାର ନାହିଁ ବିପ୍ର ସମୂହ ଅନ୍ୟ ଅନ୍ୟ ଆଶିଷ ଦେଲେ ତୋ ସମନ କୌରବ ପୁର ନାରୀଙ୍କର ସେ ସର୍ବ ସୁଖ ମନୋହର ଉତ୍ତମ ଶ୍ଲୋକେ ଚିତ୍ତ ଯାର ଅନ୍ୟାନେ କରନ୍ତି ବିଚାର ସେ ହରି ପୁରୁଷ ପୁରାଣ
आत्माको आत्मारे निर्माण करी सकल देहे बसे गहई एक अवशेषे गुणत्रित ए जगत मायारे करे आत्मजात आत्मारे आत्मा भाव बहे सकल शक्ति घेनी रहे दिवस अन्ते प्राणी देहे निद्रा जे सने सर्वमोहे पुणी उठन्ति रात्रि अन्ते विषय ध्यान अविरते ଯାହାର ନିଜ ବୀର୍ଯ୍ୟ ବଳେ ପ୍ରକୃତି ପ୍ରସରେ ଶୟଳେ ଜୀବର ସଙ୍ଗେ ସଙ୍ଗ କରି ବିହରେ ନାନା ରୂପ ଧରି ଏମନ୍ତେ ସଞ୍ଚରେ ଜଗତ ଶାସ୍ତ୍ର କରଇ ଆତଜାତ ଯାହାର ପାଦ ଆଶ୍ରୟ କରି ଜିତେ ଇନ୍ଦ୍ରିୟ ବ୍ରହ୍ମଚାରୀ ନିର୍ମଳ ଆତ୍ମାରେ ନିଶ୍ଚଳେ ଦେଖନ୍ତି ଭକ୍ତି ଯୋଗ ବଳେ ତାହାଙ୍କ ହୃଦେ ପ୍ରକାଶଇ ସକଳ କଳୁଷ ନାଶଇ ଯାର ମହିମା ମୁନି ଗଣେ ଆଗମ ନିଗମ ପ୍ରମାଣେ ଏକୁଆରେ କଥା କହି ବଞ୍ଚନ୍ତି ଯାର ପାଦ ଧ୍ୟାଇ ଯେ ଏକ ଲକ୍ଷ୍ୟ ଲୀଳା କରି ପ୍ରକୃତି ସଙ୍ଗ ଦେବି ହରି ସୃଷ୍ଟି କରିଣ ପୁଣି ପାଳେ ଈଶ୍ୱର ରୂପେ ଅନ୍ତ କରେ ସେ ଦୋଷ ନ ଲାଗେ ତାହାର ନଳିନୀ ଦଳେ ଯେହ୍ନେ ନୀର ସେହି ଆମ୍ଭ ଦୃଷ୍ଟି ପଥେ ଦେଖ ଗୋ ସଖୀ ଅଛି ରଥେ ଦୁଷ୍ଟ କ୍ଷତ୍ରିଏ ଯେତେବେଳେ ଅଧର୍ମେ ଗ୍ରାସନ୍ତି ଶୟଳେ ସେ ହରି ସତ୍ୱ ଗୁଣ ଧରି ନାନା ଶରୀରେ ଅବତରି ଯଶ ବିସ୍ତାରି ଦୟା ସଙ୍ଗେ ସୁଖେ ବିହରେ ଯୁଗେ ଯୁଗେ ଯାହାର ଅଂଶ ଅବତାରେ ଯାଦବ କୁଳ ଏ ସଂସାରେ ପୁରୁଷ ଉତ୍ତମ ଶ୍ରୀପତି ଯେଣୁ ଯାଦବେ ଉତ୍ତପତି ରଜନୀ ଅନ୍ତେ ନର ଲୋକେ ନାମ ଧରନ୍ତି ପୁଣ୍ୟ ଶ୍ଲୋକେ ଯାର ନିବାସ ମଧୁବନ ତେଣୁ ସ୍ୱଭାବେ ପୁଣ୍ୟତମ ଏ ଯେ ଦ୍ୱାରକା ତ୍ରିଅକ୍ଷର ପାର ପୁଣ୍ୟ ଯଶସ୍ୱର ଯହିଁ ସକଳ ପ୍ରଜା ଜନ କୃଷ୍ଣର ହସିତ ବଦନ ନିଗମ ବାକ୍ୟ ଯାହା ଘୋଷି ଦେଖନ୍ତି ନିଜ ଦ୍ୱାରେ ବସି ସାତ୍ତ୍ୱିକ ଭାବେ ବିପ୍ରଗଣେ ଯାର ଚରଣ ଅନୁକ୍ଷଣେ ଯମ ନିୟମ ବ୍ରତ ସ୍ଥାନ ଯଜ୍ଞ ତପସ୍ୟା ମହାଦାନ ସଂକଳ୍ପ କରି ଦକ୍ଷ ହସ୍ତେ ତର୍ପଣ କରୁଥାନ୍ତି ନିତ୍ୟ କୃଷ୍ଣର ଯେତେ ପତ୍ନୀ ଗଣ ସେତ ସ୍ୱଭାବେ ଭାଗ୍ୟବାନ ସଂକଳ୍ପ କରି ଜନ୍ମାନ୍ତରେ ତାହାଙ୍କୁ ଲଭିଛନ୍ତି ବରେ ଯାର ଧର ମଧୁର ସେ ଗୋକୁଳ ଗୋପୀ ଏହର ସେ ନିତ୍ୟ ପିବନ୍ତି ଚକ୍ଷୁ ଦ୍ୱାରେ ଋତୁ ତନୁ ସରଘାରେ
रुक्मिणी स्वयंवर काले सभार मध्ये नृप मेळे कृष्ण विषये जेते बादी क्षत्रिय शिशुपाल आदि ताहांक दर्प नाश करी नारका पुरु कन्या हरि से बधू जने तार संगे खटंती सौभाग्य रंगे तार कटाक्ष बस होई निश्चल चित्ते रूप ध्याई निरते कृष्ण घेनी घरे प्रेमे से बंती तापयरे पारिजातक आदि दान देई आनंद तांक मन करिण प्रभु भावग्राही ताहांक संग न छाड़ई कुरुमंडल बधू जने एकांत बाणी अन्योन्ये स्मित लक्षणे ताहा जानी रथे चलिले चक्रपाणी कृष्णर स्नेह मने धरी पांडवे घेनी सैन्यचारी शत्रुंक भय चित्ते चिंती कृष्ण को आवरी चलंती केते हे दूरे भावग्राही पांडव मानंकु रुहाई उद्धव आदि प्रिय संगे चलिले निज पुर मार्गे कुरु कांगल देश किणी पांचाल देश सुर सेनी जमुना देश ब्रह्मावर्त मत्स्यनगर सारस्वत मरुधन्वन सगभीर आभरी पुरी जय परम अन्यान आदि बेश जेते जिनिग मिले निज रथे से देशे जेते प्रजा जने संभ्रभे कृष्ण दर्शने अनेक उपायन हस्ते निवेदी कृष्ण पाद गते हेमंते द्वारका अग्रते मिलिले दिन करस्ते से हरि चरण पंकजे किंकर जगन्नाथ भजे इति श्रीमद्भागवते महापुराणे पारमहंस्यां संहितायां प्रथमस्कन्धे नैमिषारण्य उपाख्याने श्रीकृष्ण द्वारकागमनं नाम 10 अध्याय।